ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପତ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବୌଦ୍ଧ ଜିଲ୍ଲା ଜଳସମ୍ପଦକୁ ନେଇ ସମୃଦ୍ଧ। ମହାନଦୀଠାରୁ ଆରମ୍ଭ କରି ତେଲ, ଖଡ଼ଙ୍ଗ, ବାଘ, ସାଲୁଙ୍କି ଭଳି ରହିଛି ଅନେକ ଛୋଟ ବଡ଼ ନଦୀ। ଏହା ସହ ରହିଛି ଅନେକ ନାଳ, ପୋଖରୀ ଓ ବୃହତ ଜଳାଶୟ। ଶିଳ୍ପବିହୀନ ବୌଦ୍ଧ ଜିଲ୍ଲାର ଅଧିବାସୀଙ୍କ ଅର୍ଥନୀତି ଚାଷ ଉପରେ ନିର୍ଭର କରୁଥିବା ବେଳେ ମାଛ ଚାଷ ଅନ୍ୟତମ ଅର୍ଥ ଉପାର୍ଜନର ମାଧ୍ୟମ। ଏହିପରି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ସହ ଅନ୍ୟାନ୍ୟ ଯୋଜନା ବରଦାନ ପାଲଟିଛି। ଓଡ଼ିଶା ସରକାରଙ୍କ ଏହି ପ୍ରମୁଖ ଯୋଜନା ମତ୍ସ୍ୟଜୀବୀମାନଙ୍କୁ ପୋଖରୀ ଖନନ ଏବଂ ମାଛ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଇନପୁଟ୍ ସହାୟତା ଓ ସବସିଡି ପ୍ରଦାନ କରେ। ଏହା ମାଛ ଚାଷୀମାନଙ୍କ ଆୟ ବୃଦ୍ଧି କରିବା ଏବଂ ଛୋଟ ଜଳ ଅଞ୍ଚଳ ପାଇଁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ରଖିଛି। ଏହି ଯୋଜନାଗୁଡ଼ିକ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ମାଛ ଚାଷୀମାନେ କିପରି ଉପକୃତ ହୋଇପାରିଛନ୍ତି ସେ ସମ୍ପର୍କରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ କହନ୍ତି। ବୌଦ୍ଧ ଜିଲ୍ଲାରେ ଅନେକ ଜଳସମ୍ପଦ ଭରି ରହିଛି। 108 କିଲୋମିଟରର ମହାନଦୀ ଥିବାବେଳେ ତେଲ, ଖଡ଼ଙ୍ଗ, ବାଘ, ସାଲୁଙ୍କି ଏଭଳି ଅନେକ ନଦୀ ରହିଛି ଏବଂ ନିଜସ୍ୱ ପୋଖରୀ, ଗ୍ରାମ ପଞ୍ଚାୟତ ପୋଖରୀ, ରେଭିନ୍ୟୁ ପୋଖରୀ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ତହିଁରେ ମାଛ ଚାଷ ହେଉଛି। ବୌଦ୍ଧ ଜିଲ୍ଲାରେ ମାଛ ଚାଷର ଗୁରୁତ୍ୱକୁ ଉପଲବ୍ଧ କରି ରାଜ୍ୟ ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନା ମତ୍ସ୍ୟ ବିଭାଗ ତରଫରୁ ପ୍ରଣୟନ କରିପାରୁଛନ୍ତି। ପ୍ରଧାନ ଯୋଜନାଗୁଡ଼ିକ ହେଲା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଓ ପିକ୍ରା ଯୋଜନା। ପ୍ରଧାନମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅନ୍ତର୍ଗତ 14 ଗୋଟି ଯୋଜନା ଥିବାବେଳେ ବୌଦ୍ଧ ଜିଲ୍ଲାରେ 8 ଗୋଟି ଯୋଜନା କାର୍ଯ୍ୟକାରୀ ହୋଇପାରୁଛି। ମତ୍ସ୍ୟ ପୋଖରୀ ଯୋଜନା ତନ୍ମଧ୍ୟରୁ ପ୍ରଧାନ ଯୋଜନା, ଯେଉଁଥିରେ ଆପଣ ନୂତନ ପୋଖରୀ ଖନନ କରିପାରିବେ ଏବଂ ପୁରୁଣା 5 ବର୍ଷର ପୋଖରୀ ଥିଲେ ତହିଁରେ ମଧ୍ୟ ମାଛ ଚାଷ କରିପାରିବେ। ମତ୍ସ୍ୟ ପୋଖରୀ ଯୋଜନା ଅନ୍ତର୍ଗତ ସର୍ବନିମ୍ନ 25 ଡିସମିଲର ନୂତନ ପୋଖରୀ ଖନନ କରି ହେକ୍ଟର ପିଛା 11 ଲକ୍ଷର ପ୍ରକଳ୍ପ ମୂଲ୍ୟ ଥାଇ ସାଧାରଣ ବର୍ଗର ଚାଷୀ 40% ରିହାତି ପାଇପାରିବେ ଏବଂ SC, ST, ମହିଳା, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ ବ୍ୟକ୍ତି 50% ରିହାତି ପାଇପାରିବେ। ଗ୍ରାମ ପଞ୍ଚାୟତ ପୋଖରୀ ମାଛ ଚାଷ କରିବାକୁ ଗୁରୁତ୍ୱ ଦିଆଯାଇଛି। ପ୍ରତି ଗ୍ରାମରେ ଥିବା ଗ୍ରାମ ପଞ୍ଚାୟତ ପୋଖରୀକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ 3 ରୁ 5 ବର୍ଷ ଲିଜ୍ ନେଇ ମାଛ ଚାଷ କରିପାରିବେ। ହେକ୍ଟର ପିଛା ପ୍ରକଳ୍ପ ମୂଲ୍ୟ 4 ଲକ୍ଷ ଥାଇ ପ୍ରଥମ ବର୍ଷ ଚାଷ ପାଇଁ 60% ରିହାତି, ଦ୍ୱିତୀୟ ବର୍ଷର ଚାଷ ପାଇଁ 50% ରିହାତି, ତୃତୀୟ ବର୍ଷର ଚାଷ ପାଇଁ 40% ରିହାତି ପାଇପାରିବେ ଏବଂ ସର୍ବୋଚ୍ଚ 5 ହେକ୍ଟର ପାଇଁ ରିହାତି ପାଇପାରିବେ। ସଘନ ମାଛ ଚାଷକୁ ଗୁରୁତ୍ୱ ଦେବା ପାଇଁ ବାୟୋଫ୍ଲକ୍ ଯୋଜନା ମଧ୍ୟ ଜିଲ୍ଲାରେ ଚାଲିଛି, ଯେଉଁଥିରେ 4 ମିଟରର ବ୍ୟାସର ବାୟୋଫ୍ଲକ୍ ଟାଙ୍କି 2ଟି, 4ଟି କିମ୍ବା 6ଟି କରିପାରିବେ। ସର୍ବାଧିକ 3,60,000ର ସବସିଡି ଆପଣ ପାଇପାରିବେ। ଏହା ବାଦ ମାଛ ଜାଲ, ଏରେଟର, ଆଇସ୍ ବକ୍ସ ଏହିସବୁ ଯନ୍ତ୍ରପାତି କ୍ରୟ କରିବା ପାଇଁ ମତ୍ସ୍ୟ ବିଭାଗରୁ ସର୍ବୋଚ୍ଚ 40% ରିହାତି ପାଇପାରିବେ। ଚାଷୀମାନଙ୍କ ମଧ୍ୟରେ ଭଲ ଯାଆଁଳର ଆବଶ୍ୟକତାକୁ ହୃଦୟଙ୍ଗମ କରି ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମାଛ ଯାଆଁଳ ଉତ୍ପାଦନକାରୀଙ୍କୁ ଇନପୁଟ୍ ସହାୟତା ମଧ୍ୟ ଦିଆଯାଉଛି। ବୌଦ୍ଧ ଜିଲ୍ଲା ପାଲଝରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ସଂସଦୀୟ ପ୍ରକ୍ରିୟା ଓ ଦାୟିତ୍ୱଶୀଳ ନାଗରିକତା ସମ୍ପର୍କରେ ସଚେତନତା ପାଇଁ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳବେହେରା, ସମ୍ମାନିତ ଅତିଥି ଭାବେ ସହାୟକ ବ୍ଲକ ଶିକ୍ଷାଧିକାରୀ କମଳାକାନ୍ତ ଦଳବେହେରା ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଜିଲ୍ଲାସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅନୁଷ୍ଠିତ ହୋଇଛି। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାୟନ ପରୀକ୍ଷା ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ICDS କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୌଦ୍ଧ ଜିଲ୍ଲାରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ପଠାଯିବ। ଏହି ରଥକାଠରେ ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥ ନିର୍ମାଣ କରାଯିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।